ଏହି ଦୁନିଆରେ ଯେଉଁ ଦିନଠାରୁ ତୁମର ଭାବିବା ଶକ୍ତିକୁ ବଡ଼ କରିଦେବ, ସେହି ଦିନଠାରୁ ବଡ଼ ବଡ଼ ଲୋକଙ୍କ ମନରେ ତୁମର ଭାବନା ଆସିଯିବ। ଗୋଟିଏ ଦିନର ଘଟଣା। ଗୋଟେ ଭିକାରୀ ରେଲୱେ ଷ୍ଟେସନରେ ଏପଟ ସେପଟେ ବୁଲି ବୁଲି ଭିକ୍ଷା ମାଗୁଥିଲା। ତାର ପ୍ରତିଦିନ କାମ ଥିଲା କି ସେ ଗୋଟିଏ ଷ୍ଟେସନରୁ ଅନ୍ୟ ଏକ ଷ୍ଟେସନ ଟ୍ରେନରେ ଯାଇ ଲୋକଙ୍କଠାରୁ ଭିକ୍ଷା ମାଗିବା। ବେଳେବେଳେ କିଛି ଲୋକ ଟଙ୍କା ଦିଅନ୍ତି ତ ଅଧିକାଂଶ ତାକୁ ଟଙ୍କା ଦିଅନ୍ତି ନାହିଁ। ଏମିତିରେ ସେ ନିଜର ଜୀବନ ଦୁଃଖ କଷ୍ଟରେ ଅତିବାହିତ କରୁଥିଲା। ଆଜି ସେ ଟ୍ରେନରେ ଭିକ୍ଷା ମାଗୁଥିବା ସମୟରେ ଗୋଟିଏ ସୁଟ୍ ଜ୍ୟାକେଟ୍ ପିନ୍ଧିଥିବା ଲୋକକୁ ଦେଖିଲା। ସେ ଭାବିଲା, ଏତେ ବଡ଼ ବ୍ୟାପାରୀ ପରି ଜଣାପଡ଼ୁଛି, ଏ ମୋତେ ଅଧିକ ଟଙ୍କା ଦେଇପାରିବ। ସେ ସେହି ବ୍ୟକ୍ତିକୁ ଟଙ୍କା ମାଗିବା କ୍ଷଣି ବ୍ୟାପାରୀ ବ୍ୟକ୍ତି ତା ଉପରେ ରାଗିଗଲେ ଆଉ ଅଧିକ ଉଚ୍ଚ ସ୍ୱରରେ ତାଙ୍କୁ ତିରସ୍କାର କଲେ। ତୁମକୁ ତ ମୁଁ ଦେବାକୁ ଚାହୁଁନାହିଁ, ତୁମେ କ'ଣ ପାଇଁ ମୋତେ ବାରମ୍ବାର ମାଗୁଛ? ଆଉ ରହିଲା, ମୁଁ ଯଦି ତୁମକୁ ଟଙ୍କା ଦେବି, ତୁମେ ତା ବଦଳରେ ମୋତେ କ'ଣ ଦେବ? ଭିକାରୀ ଏତକ ଶୁଣିସାରି କିଛି ସମୟ ଚୁପ୍ ରହିଛି। ଏହାପରେ କହିଛି, ମୁଁ ତୁମକୁ କ'ଣ ଦେବି? ମୁଁ ତ ଭିକାରୀ ଅଟେ। ମୋ ପାଖରେ କ'ଣ ଅଛି ଯେ ମୁଁ ତୁମକୁ ଦେବି? ସେହି ବେପାରୀଟି ଭିକାରୀ କଥା ଶୁଣିକି କହିଲେ କି, ଯଦି ତୁମେ କିଛି ଦେଇପାରିବନି ତେବେ ମାଗିବା ମଧ୍ୟ ବନ୍ଦ କରିଦିଅ। ଏହି କଥାଟି ଭିକାରୀକି ବହୁତ ବାଧିଛି। ସେହି ବେପାରୀଟିର ଷ୍ଟେସନ ଆସିଯାଇଛି। ସେ ଓହ୍ଲାଇ ପଡ଼ିଛନ୍ତି। ତା ସହିତ ଭିକାରୀଟି ମଧ୍ୟ ଓହ୍ଲାଇ ପଡ଼ିଛି। ଭିକାରୀଟି ଭାବିଲା, ମୋ ପାଖରେ କ'ଣ ଅଛି ଯାହା ମୁଁ ଲୋକଙ୍କୁ ଦେଇପାରିବି? ସେ ଚାରିଆଡ଼କୁ ଚାହିଁଲା। ଦେଖିଛି କି ରେଲୱେ ଷ୍ଟେସନର କିଛି ଦୂରରେ ଛୋଟ ଛୋଟ ଫୁଲ ଗଛ ସବୁ ଲାଗିଛି। ସେ ଯାଇ କିଛି ଫୁଲ ତୋଳିଲା। ସେହିଦିନଠାରୁ ଭିକ୍ଷା ମାଗିବା ସମୟରେ ଯିଏ ବି ଟଙ୍କା ଦେଉଥିଲା ତାକୁ ଗୋଟିଏ ଗୋଟିଏ ଫୁଲ ଦେଉଥିଲା। ଲୋକମାନେ ଭିକାରୀଟିର ଏହି କାର୍ଯ୍ୟରେ ବହୁତ ଖୁସି ହେଉଥିଲେ। ସେମାନେ ପ୍ରଥମ ଥର ପାଇଁ ଏପରି ଏକ ଭିକାରୀଟିକୁ ଦେଖୁଥିଲେ ଯିଏ ଭିକ୍ଷା ନେଇ ବଦଳରେ ଗୋଟିଏ ଫୁଲ ଲୋକଙ୍କୁ ଦେଉଥିଲା। ଏମିତି କିଛି ଦିନ ବିତି ଯାଇଛି। କିଛି ଦିନ ପରେ ସେ ବେପାରୀ ବ୍ୟକ୍ତିଟି ଟ୍ରେନରେ ଯାଉଥିଲେ। ଭିକାରୀଟି ତାଙ୍କୁ ଦେଖିବା କ୍ଷଣି ତାଙ୍କ ପାଖକୁ ଗଲେ ଏବଂ କହିଲେ, ବାବୁ, ମୋ ପାଖରେ ଆଜି ତୁମକୁ ଦେବାକୁ କିଛି ଅଛି, ମୋତେ ଆଜି ଭିକ୍ଷାରେ କିଛି ଦିଅନ୍ତୁ। ସେହି ବ୍ୟକ୍ତି ବିଶ୍ୱାସରେ କିଛି ଟଙ୍କା ଦେଲେ। ଭିକାରୀଟି ତା ଝୁଲାରୁ ଗୋଟିଏ ଫୁଲ କାଢ଼ି ବେପାରୀଙ୍କ ହାତରେ ଧରାଇ ଦେଲେ। ବେପାରୀଟି ଅଧିକ ଖୁସି ହୋଇଗଲେ। ସେ କହିଲେ କି, ମୋତେ ଆଜି ଲାଗିଲା କି ତୁମେ ବେପାର କରିବା ଶିଖିଗଲ। ତୁମେ ବୁଝିପାରିଛ କି ଦବା ନେବା କାହାକୁ କୁହନ୍ତି? ଜୀବନରେ ଯଦି କିଛି ତୁମେ ଅନ୍ୟକୁ ଦେଇପାରିବ ନାହିଁ, ତେବେ ଅନ୍ୟଠାରୁ ମଧ୍ୟ କିଛି ନେବା ଉଚିତ ନୁହେଁ। ଏହା କହିସାରି ସେହି ବେପାରଟି ଷ୍ଟେସନରେ ଓହ୍ଲାଇ ପଡ଼ିଲେ। ବେପାରୀଟି କହିଥିବା କେଇ ପଦ କଥା ଭିକାରୀର ମନରେ ଆଲୋଡ଼ନ ସୃଷ୍ଟି କଲା। ସେହି କଥା ବାରମ୍ବାର ତା ମନରେ ଘୁରି ବୁଲିଲା। ସେ ଟ୍ରେନରୁ ଓହ୍ଲାଇ ସାରି ଖୁବ୍ ଜୋରରେ ବଡ଼ ପାଟିରେ କହିଲା କି, ମୁଁ ଭିକାରୀ ନୁହେଁ, ମୁଁ ବେପାରୀ। ମୁଁ ଭିକାରୀ ନୁହେଁ, ମୁଁ ଭିକାରୀ ନୁହେଁ। ମୁଁ ବି ସେଇ ବେପାରୀ ଲୋକଟି ପରି କୋଟ୍ ଜ୍ୟାକେଟ୍ ପିନ୍ଧିବି, ଦାମୀ ଜିନିଷ ପିନ୍ଧିବି, ଟଙ୍କା ରୋଜଗାର କରିବି। ଏହି କାର୍ଯ୍ୟକଳାପ ଦେଖି ଲୋକମାନେ ତାକୁ ପାଗଳ ବୋଲି ଭାବିଲେ। 6 ମାସ ପର୍ଯ୍ୟନ୍ତ ସେହି ଭିକାରୀଟି ଦେଖାଦେଲା ନାହିଁ। 6 ମାସ ପରେ ସେହି ଟ୍ରେନରେ 2 ଜଣ ସୁଟ୍ ଜ୍ୟାକେଟ୍ ପିନ୍ଧିଥିବା 2 ଜଣ ବ୍ୟକ୍ତି ସାମ୍ନାସାମ୍ନି ହେଲେ। ଗୋଟିଏ ବ୍ୟକ୍ତି ଅନ୍ୟକୁ ନମସ୍କାର କରି କହିଲେ, ଚିହ୍ନି ପାରୁଛନ୍ତି? ମୋର ତୁମ ସହ ତୃତୀୟ ଥର ପାଇଁ ଦେଖା ହୋଇପାରିଲା, ଯାହା ଭଗବାନଙ୍କ କୃପାରୁ ସମ୍ଭବ ହୋଇପାରିଲା। ଅନ୍ୟ ବ୍ୟକ୍ତିଟି ଉତ୍ତର ଦେଲେ, ମୁଁ ତ ତୁମକୁ ଆଗରୁ କେବେ ଦେଖିନି, ଏଇଟା ପ୍ରଥମ ଥର। ତୁମେ ମୋତେ ଅନ୍ୟ ବ୍ୟକ୍ତି ଭାବି ଦେଇଛନ୍ତି ବୋଧେ। ସେହି ବ୍ୟକ୍ତିଟି କହିଛି, ନାଇଁ ନାଇଁ, ତୁମେ ମୋତେ ଚିହ୍ନି ପାରୁନାହ, ମୁଁ ସେହି ଭିକାରୀ ଅଟେ। ମୋତେ ତୁମେ ପ୍ରଥମ ଥର ଶିଖାଇଦେଲ କି ଦେବା ନେବା କେତେ ବଡ଼ କଥା ହୋଇଥାଏ। ଜୀବନରେ ଭାବିବା ଶକ୍ତିକୁ ବୃଦ୍ଧି କରିପାରିଲେ ତୁମେ କେଉଁ ସ୍ଥାନରେ ପହଞ୍ଚି ପାରିବ।
ଆଜି ଦେଖନ୍ତୁ ମୁଁ ତୁମ ପରି ନିଜକୁ ଗଢ଼ି ତୋଳି ପାରିଲି। ମୁଁ ପ୍ରଥମେ ଏଠୁ ସେଠୁ ଫୁଲ ତୋଳି ଅଳ୍ପ କରି ବେପାର ଆରମ୍ଭ କଲି। ତାପରେ ଫୁଲ କିଣି ତାକୁ ବିକ୍ରି କରି କିଛି ଟଙ୍କା ଉପାର୍ଜନ କଲି। ଏପରି କରି କରି ଆଜି ମୋର ଫୁଲ ବ୍ୟବସାୟ ବହୁତ ବଡ଼ ବ୍ୟବସାୟରେ ପରିଣତ ହୋଇସାରିଛି। ଏହି ଛୋଟ କାହାଣୀଟି ଆମ ଜୀବନରେ ବହୁତ ବଡ଼ କଥା ଶିଖାଇ ଦେଇଥାଏ। ଯେଉଁ ପର୍ଯ୍ୟନ୍ତ ତୁମେ ନିଜ ଆଡ଼ୁ ଚେଷ୍ଟା ନ କରିବ, ତୁମେ ନିଜର ଶକ୍ତିକୁ ବ୍ୟୟ ନ କରିବ, ଜୀବନରେ ତୁମକୁ କିଛି ବି ରେଜଲ୍ଟ ମିଳିପାରିବ ନାହିଁ। ଦ୍ୱିତୀୟରେ ଆମେ ଭାବି ଦେଇଥାଉ କି ମୋର ଜୀବନ ଏତିକିରେ ହିଁ ସମାପ୍ତ ହୋଇଯିବ। ଥରେ ଭାବି ଦେଖ, ଉଚ୍ଚାଭିଳାଷ ହୋଇ ନିଜ କଠିନ ପରିଶ୍ରମ ମାଧ୍ୟମରେ ଗୋଟିଏ ଭିକାରୀ ଯଦି ବ୍ୟବସାୟୀଟେ ହୋଇପାରୁଛି, ତେବେ ତୁମେ କ'ଣ ପାଇଁ ନୁହେଁ? ବିତି ଯାଇଥିବା କଥାକୁ ମନରେ ନ ରଖି ଆଜି ତୁମେ କ'ଣ କରିପାରିବ କରିଚାଲ। ସଫଳତାରେ ଡେରି ହୋଇଯାଇପାରେ, କିନ୍ତୁ ମିଳିବା ନିଶ୍ଚିନ୍ତ ଅଟେ। ଜୟ ଜଗନ୍ନାଥ।